ସକାଳୁ ସକାଳୁ ଜଣେ କମାର ବାହାରକୁ ବାହାରିଲା। ରାସ୍ତାରେ ବୁଲୁ ବୁଲୁ 2 ଖଣ୍ଡ ଲୁହା ପାଇଲା ଓ ସେ 2 ଖଣ୍ଡ ଲୁହା ଘରକୁ ନେଇଗଲା। କମାର ଦିନେ କମାରଶାଳରେ ଖଣ୍ଡିଏ ଲୁହାରେ ତଲୱାର ଓ ଅନ୍ୟଟିରେ ଢାଲଟିଏ ତିଆରି କଲା। କିଛି ଦିନ ପରେ ଜଣେ ଯୋଦ୍ଧା ଆସି ଢାଲ ଓ ତଲୱାରକୁ କିଣିକରି ନେଇଗଲା। ବହୁ ଯୁଦ୍ଧରେ ଯୋଦ୍ଧା ଜଣକ ଢାଲ ଓ ତଲୱାରର ବ୍ୟବହାର କଲା। ଥରେ ଯୁଦ୍ଧ କରୁ କରୁ ତଲୱାରଟି 2 ଖଣ୍ଡ ହୋଇଗଲା, କିନ୍ତୁ ଢାଲ ଆଗରୁ ଯେମିତି ଥିଲା ସେମିତି ହିଁ ରହିଲା। ଭାଙ୍ଗି ଯାଇଥିବା ତଲୱାର ଓ ଢାଲକୁ ନେଇ ଯୋଦ୍ଧା ଜଣକ ଘର ପାଖାପାଖି ରଖିଦେଲା। ରାତ୍ରିର ମଧ୍ୟମ ପହର ଭିତରେ ସଭିଏଁ ଶୋଇଗଲେ। ଧୀର କଣ୍ଠରେ ତଲୱାର କହିଲା, ତୁମେ ତ ସେମିତି ଅଛ, ହେଲେ ମୋର ଏଭଳି ଦୁର୍ଦ୍ଦଶା କାହିଁକି ହେଲା? ଢାଲ କହିଲା, ଆମ ଦୁହିଁଙ୍କ ଭିତରେ ଅଳ୍ପ ଫରକ। ତଲୱାର କହିଲା, କାରଣଟି କ'ଣ? ଢାଲ କହିଲା, ତୁ ସବୁବେଳେ ମାରିବା କାଟିବା କାମରେ ରହିଲୁ, ଆଉ ମୁଁ ବଞ୍ଚାଇବା କାମରେ ରହିଲି। ମନେ ରଖ ତଲୱାର, ମାରିବା ଲୋକଠାରୁ ବଞ୍ଚାଇବା ବାଲା ଦୀର୍ଘାୟୁ। ଯେ ପର ଉପକାରୀ ସେ ଦୀର୍ଘାୟୁ, ଯେ ପରର ଅମଙ୍ଗଳକାରୀ ସେ ସ୍ୱଳ୍ପାୟୁ।